ନା କହିଲେ ମା ମୋ ନାଁ ସବିତା ମିଶ୍ର, ଘର ବାରିପଦା ଭଞ୍ଜପୁର। ଅନୁଭୂତି ଅଛି, ଆଗ ଜଗନ୍ନାଥଙ୍କର ଗୋଟେ ସନ୍ଧ୍ୟା ସମୟରେ ଗୋଟେ ଇଏ କରେ, ଅନୁଭୂତି କହିବି। ଏମିତି ଅନୁଭୂତି ହେଇ ତ ଗୋଟେ ଅନୁଭୂତି, ରିସେଣ୍ଟ ଅନୁଭୂତି, ଆମେ ଫେରି ଯାଉଥିଲୁ, ତାଙ୍କ ଦେହ ଅସୁସ୍ଥ ଅଛି ବୋଲି, ଯାହା ହଉ ଭଗବାନଙ୍କର ଦୟା ହେଲା, ଆପଣଙ୍କ ଅନୁଭୂତିରେ ଆସି ମୁଁ ଏଇଟା ପ୍ରେଜେଣ୍ଟ ହେଇପାରିଲି। ଅନୁଭୂତି ହେଇଛି, ଥରେ ମୋର କ'ଣ ହେଇଥିଲା ନା, ଗୋଟେ ଦାନ୍ତ ପ୍ରୋବ୍ଲେମ୍ ହେଇଯାଇଥିଲା। ସେ କ'ଣ ହେଲା ନା, ତାମାନେ କ'ଣ ହେଇଥିଲା, ପୁରା ଟାଇଟ୍ ହେଇଯାଇଥିଲା ପାଟି। ଶ୍ୱଶୁର ଆମର କବିରାଜ ଥିଲେ, ତାପରେ ଆମ ସ୍ୱାମୀ ତ ଡାକ୍ତର। ସିଏ ସେଠୁ କ'ଣ କଲେ ନା, ସିଏ କହିଲେ ଯେ ପାଟି ଭିତରେ ପାଥୋଲୋଜି କହିଲା ଯେ ଆମବାତ ହେଇଛି, କିନ୍ତୁ ଆକ୍ଚୁଆଲି ଆମବାତ ପାଟି ଭିତରେ ହୁଏନି। ସିଏ ସେଠୁ କ'ଣ କଲେ ନା, ଆମର ରାଣୀହାଟରେ ଜଣେ ଡେଣ୍ଟିଷ୍ଟ ମାମୁଁ ଥିଲେ, ମୁଁ ତାଙ୍କ ପାଖକୁ ଗଲି। ସେ ସେଠୁ କହିଲେ ଏକ୍ସରେ କରିବାକୁ କହିଲେ। ତାପରେ ଏକ୍ସରେ କଲି। ଏକ୍ସରେ କରିବାରେ ସେ କହିଲେ ଯେ ନର୍ଭ ଗୁଡ଼ାକ ଟାଣି ଧରିଛି, ଯାହାଫଳରେ କି ଗୋଟେ ଦାନ୍ତଟେ ଉଠୁଛି, ସେଇପାଇଁ ନର୍ଭ ଗୁଡ଼ା ଟାଣି ଧରିଛି। ତାପରେ ସେ କ'ଣ କଲେ ନା, ଦାନ୍ତଟାକୁ ଓପାଡ଼ି ଦେଲେ। ମୋତେ ସେଇ ଓପାଡ଼ିବା ପୂର୍ବରୁ ମୋତେ ମାମୁଁ କହିଲେ ଯେ ଗୋଟେ ଜଗନ୍ନାଥଙ୍କର ଗୋଟେ ଫଟୋଟେ ଟଙ୍ଗା ହେଇଥିଲା, ଯେ ତୁ କ'ଣ କରନା, ଆଗ ପ୍ରଥମେ ଠାକୁରଙ୍କୁ ନମ କରିକି ତୁ ତାପରେ ଯାଇକିରି ମୁଁ ତୋର ଦେଖିବି କି ଯାହା କିଛି କରିବି। ତାପରେ ସେ ଜଗନ୍ନାଥଙ୍କୁ ନମ କରିକି ଗଲି। ତାପରେ ମାମୁଁ ସେଇଟା ସଲ୍ଭ କରିଦେଲେ। ତାପରେ ଦାନ୍ତଟା ଉପାଡ଼ି ଦେଲେ। ତାପରେ ସବୁ ସଲ୍ଭ ହେଇଗଲା। 10ଟା ଇଞ୍ଜେକ୍ସନ୍ ନେଲି। ସେଇଟା ଗୋଟେ ମୋର ବହୁତ ବଡ଼ ଅନୁଭୂତି। ତାପରେ ଏବେ ବି ମୁଁ ପଡ଼ି ଯାଇଥିଲି, ପଛ ମାଡ଼ ହେଇଯାଇଥିଲା 2-3 ଥର, ମୁଁ ଚାଲିପାରୁନଥିଲି। ମୁଁ ଆଜି ଭାବୁଛି, ଆଜି ଚାଲିକି କେମିତି ଯିବି। ମୋତେ ପୁରା ଲଜ୍ ପାଖରୁ ଏପର୍ଯ୍ୟନ୍ତ ଚଲେଇକି ଆଇଲେ, କିନ୍ତୁ ମୁଁ ଚାଲିକି ଆସିପାଇଲି। ଏଇଟା ଗୋଟେ ବଡ଼ ଅନୁଭୂତି। ଆଉ କ'ଣ, ଜୟ ଜଗନ୍ନାଥ ଟିଭି ଦେଖନ୍ତି? ଦେଖେ, ମୁଁ ଦେଖେ, ମାନେ ସକାଳୁ ଏତେ ଖୋଲି ପାରେନି, ମାନେ ଘରେ ମୁଁ ଏକୁଟିଆ ତ। ସକାଳେ ଏତେ, ସତ କଥା କହିବି, ମୁଁ ସନ୍ଧ୍ୟାରେ ଦେଖେ, ଏମିତି ଦିନବେଳେ ବି ଦେଖେ। ଦିନବେଳେ ମାନେ ରୋଷେଇ କରୁଥିବି, ଠାକୁରଙ୍କୁ ଦେଖୁଥିବି। କେତେବେଳେ ଆଳତି ଦେଖେ, କେତେବେଳେ ଅନୁଭୂତି ଦେଖେ, ଯେତେବେଳେ ଯେଉଁ ପ୍ରୋଗ୍ରାମଟା ଆଡ଼େ ରୋଷେଇବାସ ଭିତରେ ଆଉ ଦେଖେ। ଆଉ କିନ୍ତୁ ସନ୍ଧ୍ୟାବେଳେ ପ୍ରାୟ ମୁଁ ଦେଖେ। ସନ୍ଧ୍ୟାବେଳେ ଆପଣଙ୍କର ଆଳତି ଦେଖେ, ଇଏ କରେ। ଧନ୍ୟବାଦ। ଜୟ ଜଗନ୍ନାଥ।